ଆଜିର ପ୍ରସଙ୍ଗ ପଳାତକଙ୍କ ପ୍ରତ୍ୟାବର୍ତ୍ତନ ଏକ ଜାତୀୟ ପ୍ରାଥମିକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ପଳାତକ ଅପରାଧୀଙ୍କ ବିରୁଦ୍ଧରେ ଭାରତ ଏକ ନିର୍ଣ୍ଣାୟକ ଆଭିମୁଖ୍ୟ ଗ୍ରହଣ କରିଛି। 2019 ପରଠାରୁ 36ଟି ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଭାରତ ଫେରାଇ ଅଣାଯାଇଛି। ପଳାତକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018ରେ ପଳାତକ ଆର୍ଥିକ ଅପରାଧ ଆଇନ ଦେଶରେ କାର୍ଯ୍ୟକାରୀ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପଳାତକ ଅପରାଧୀଙ୍କ ବିରୋଧରେ ଭାରତ ଏକ ସମନ୍ୱିତ ତଥା ଗୁଇନ୍ଦା ଆଧାରିତ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ବ୍ୟବସ୍ଥାକୁ ବିକଶିତ କରିଛି। ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ପଥ ପରିଷ୍କାର ହେବା ସହିତ ଦେଶକୁ ପ୍ରତ୍ୟାବର୍ତ୍ତନ ଅଧିକ ସହଜ ତଥା ସୁଗମ ହୋଇଛି। 2014 ମସିହା ପୂର୍ବରୁ ଦେଶରେ ଏକ ପୁରାତନ ପ୍ରତ୍ୟାର୍ପଣ ବ୍ୟବସ୍ଥା ଲାଗୁ ହୋଇଥିଲା। ମାତ୍ର 37ଟି ଦେଶ ସହ ଭାରତ ପ୍ରତ୍ୟାର୍ପଣ ଚୁକ୍ତି ସ୍ଥାପନ କରିଥିଲା। ତେବେ ଆର୍ଥିକ ପଳାତକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ କୌଣସି ଉତ୍ସର୍ଗୀକୃତ ଆଇନ ବ୍ୟବସ୍ଥା ରହିନଥିଲା। 2004ରୁ 2013 ମଧ୍ୟରେ ବାର୍ଷିକ ହାରାହାରି 4 ଜଣ ପଳାତକ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେତେବେଳେ ମଧ୍ୟ 110ଟି ପ୍ରତ୍ୟାର୍ପଣ ପାଇଁ ଅନୁରୋଧ ବିଚାରାଧୀନ ରହିଥିଲା। ଏତଦ୍‌ବ୍ୟତୀତ ଅସମ୍ପୂର୍ଣ୍ଣ ଦଲିଲ ଏବଂ ମନ୍ଥର ପ୍ରତ୍ୟାର୍ପଣ ପ୍ରକ୍ରିୟା ପରିସ୍ଥିତିକୁ ଅଧିକ ଜଟିଳ କରିଥିଲା। ଫଳରେ ବିଦେଶୀ ଅଦାଲତଗୁଡ଼ିକ ପ୍ରତ୍ୟାର୍ପଣ ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାକୁ ସୁଯୋଗ ପାଉଥିଲେ। ସେତେବେଳର ପ୍ରତ୍ୟାର୍ପଣ ପ୍ରୟାସ ଦୁଇ ଦେଶର ଆହ୍ୱାନ ଏବଂ ଅପରାଧିକ ନୀତି ପାଇଁ ନ୍ୟାୟିକ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ଆନ୍ତଃ ବିଭାଗ ସମନ୍ୱୟର ମଧ୍ୟ ଅଭାବ ଦେଖାଦେଇଥିଲା। ଫଳରେ ପଳାତକଙ୍କ ବିଷୟରେ ସୂଚନା ଆଦାନ ପ୍ରଦାନ, ରହୁଥିବା ସ୍ଥାନର ଚିହ୍ନଟ ଏବଂ ରେଡ୍ କର୍ଣ୍ଣର ନୋଟିସ୍ ଜାରି ମଧ୍ୟ ମନ୍ଥର ଗତିରେ ଚାଲିଥିଲା। ଏତିକି କୁହାଯାଇପାରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ପୂର୍ବ ସରକାରଙ୍କ ଅମଳରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଥିଲା। ତେବେ 2014 ପରଠାରୁ ପଳାତକଙ୍କ ପ୍ରତ୍ୟାର୍ପଣ ଜାତୀୟ ପ୍ରାଥମିକତା ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱସ୍ତରୀୟ ସମ୍ପର୍କ, ଦୃଢ଼ ସମନ୍ୱୟ ଏବଂ ସକ୍ରିୟ କୂଟନୀତି ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପଳାତକ ଅପରାଧୀଙ୍କ ପ୍ରସଙ୍ଗ ଦେଶରେ ସାର୍ବଭୌମତ୍ୱ, ଆର୍ଥିକ ସ୍ଥିରତା, ଆଇନ ଶୃଙ୍ଖଳା ଏବଂ ଜାତୀୟ ସୁରକ୍ଷା ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ଣ୍ଣନା କରିଛନ୍ତି। 2019ରେ ଏନ୍ଆଇଏ ସଂଶୋଧିତ ଅଧିନିୟମ ଏବଂ ୟୁପିଏ ସଂଶୋଧନ ଅଧିନିୟମ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା। ଏହାର ଆଧାରରେ 2020ରୁ ପଳାତକ ଅପରାଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ମିଶନ ମୋଡ୍ରେ ଅଭିଯାନ ଆରମ୍ଭ କରାଯାଇଥିଲା। 2022ରେ ଇଣ୍ଟରପୋଲର 90ତମ ସାଧାରଣ ସଭାର ଆୟୋଜନ ଭାରତ କରିଥିଲା। ଏଥିରେ ଯୋଗାଯୋଗ, ସମ୍ମିଳିତ ଉଦ୍ୟମ, ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 2025 ଜାନୁଆରୀରେ ସରକାର ଭାରତ ପୋଲ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ 2024ରେ ସରକାର ପଳାତକ ଅପରାଧୀଙ୍କ ସହ ଜଡ଼ିତ ସ୍ୱତନ୍ତ୍ର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରି 3ଟି ନୂତନ ଅପରାଧିକ ଆଇନକୁ କାର୍ଯ୍ୟକାରୀ କରିଥିଲେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା BNSSର ଧାରା 355 ଏବଂ 356 ଆଧାରରେ ପଳାତକ ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ମଧ୍ୟ ବିଚାର ପ୍ରକ୍ରିୟା ଜାରି ରଖିବା ନେଇ ଆଇନକୁ କାର୍ଯ୍ୟକାରୀ କରାଯାଇଛି। ପଳାତକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟ ନେଇ ସରକାର ବେଆଇନ ଆର୍ଥିକ କାରବାର ନିବାରଣ ଆଇନ ଲାଗୁ କରିଛନ୍ତି। ଏହି ଆଇନ ଅଧୀନରେ 2019ରୁ 2026 ମଧ୍ୟରେ ପଳାତକ ଅପରାଧୀଙ୍କ 17,874 କୋଟି ଟଙ୍କା ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି। ଗତ କିଛି ଦିନ ମଧ୍ୟରେ ଇଣ୍ଟରପୋଲ ଜାରି କରୁଥିବା ରେଡ୍ କର୍ଣ୍ଣର ନୋଟିସ୍ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2022 ମସିହାରେ 40ଟି ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ 162ଟି ନୋଟିସ୍ ଜାରି ହୋଇସାରିଛି। ବିଭିନ୍ନ ଦେଶ ସହ ହୋଇଥିବା ପ୍ରତ୍ୟାର୍ପଣ ଚୁକ୍ତି ଏହି କ୍ଷେତ୍ରକୁ ଅଧିକ ଗତିଶୀଳ କରିଛି। ଏପରିକି ପଳାତକ ଅପରାଧୀଙ୍କୁ ଠାବ କରିବା ଲକ୍ଷ୍ୟରେ ଅପରେସନ ତ୍ରିଶୂଳ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ଅଧୀନରେ ଇଣ୍ଟରପୋଲ ସହାୟତାରେ ସାଟେଲାଇଟ୍ ସୂଚନା, ତଦାରଖ ଏବଂ ଡିଜିଟାଲ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ପଳାତକଙ୍କ ସ୍ଥିତି ଚିହ୍ନଟ ସହଜ ହୋଇପାରିଛି। ଗତ 3 ବର୍ଷ ମଧ୍ୟରେ 401 ଜଣ ପଳାତକ ଅପରାଧୀଙ୍କ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇସାରିଛି। ଗୋଇନ୍ଦା ବ୍ୟୁରୋର ବହୁମୁଖୀ ସଂସ୍ଥା କେନ୍ଦ୍ର ଅଧୀନରେ ଗତ ଜାନୁଆରୀ ମାସରେ ସରକାର ଏକ ଷ୍ଟାଣ୍ଡିଂ ଫୋକସ୍ ଗ୍ରୁପ୍ ଗଠନ କରିଛନ୍ତି। ଏହିପରି ସମୟୋପଯୋଗୀ ପଦକ୍ଷେପ ପଳାତକ ଅପରାଧୀଙ୍କ ପ୍ରତ୍ୟାର୍ପଣ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ପଦକ୍ଷେପ ଏ କ୍ଷେତ୍ରରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।